ये जो कलिजुगर शेष समय कौन कौन सब लक्षण ताजी आम टे शुणा से कलिजुगर शेष समय लक्षण कौन महापुरुष कहते प्रभु श्रीकृष्ण अर्जुन को कहते कलि शेषर लक्षण कथा कहती श्रीहरि सुरभे अर्जुन कलि शेषर विचार कलि शेषर विचार लोकमान हृदय नथिब धर्म विचार नथिब धर्म विचार कलिर जो शेष समय आसो लोक हृदय धर्म विचार क्या नथिब समस्ते अन्याय अनीति द्वारा गति करेंगे धर्म कौन कहीं जानवे ना कि धर्म करने आगभर तेणुक कौन हम तामसी गमते सर्वे चलिबे मानिबे तामसिक मतरे समस्त गति करेंगे तम गुण द्वारा समस्त गति करेंगे कलिर प्रभाव तम गुण विस्तार करी समस्त मन से तम गुण की जागृत कर जदि आप उच्च श्रेणी उच्च वाक्य पढ़ाई कहीदेवे सी तुमको न मानी छाड़ सी आग माड़ दब विचार कर बर्तमान समय से चली मन में धर्मर विचार ना तेणुक आजिकल सत्य शांति दया करुणा जब हृदय धरी आजिकल संसार तिष्ठा ना कौटी माड़ खाई हिसाब हो से कथा कहते मानिबे अर्जुन तबे मत देखिले तबे मत कहीं क्या न माने कहीं क्या मानवे नहीं गुरुजन शाशु शशुर क्या गुरुजन को देखिले ज्ञानी बोली चली प्रणाम होगा कि सम्मान दवा से करें नहीं आजिकल संसार कथा शाशु शशुर कथा कौन कह छड़ बापा माँ पचार ना यहीपरि अन्याय सब कलि द्वारा कर जानीपारे ना से नेला बेलू समस्त मागिक नहीं देला बेलू द्वार को मागिक अच्छे पुणे माड़ खाई आस भूलीजे केतल आनी कौन देती के सब क्वेश्चन आस तेणुक महापुरुष को 600 वर्ष तलू लिखिथे जो कागज कलम ना सी लेखनी द्वारा तालपत्र पत्र लिखि जाते बर्तमान सा प्रिंटिंग होगी प्रचार प्रसार कर ଆପଣ ଯେଉଁମାନେ କହିଥିଲେ କିନ୍ତୁ ଏଇଟା ଅଚ୍ୟୁତ କହୁଛନ୍ତି ସବୁ ତତ୍ତ୍ୱ ଅଚ୍ୟୁତ ପଞ୍ଚସଖାଙ୍କ ଲିଖିତ ସେଠି କୁହନ୍ତି ତେଣୁକରି ସବେ କ'ଣ ହେବ ନା ଏଇ ଅନ୍ୟ ମାର୍ଗରେ ଗତି କରିବେ ବୋଲି ମହାପୁରୁଷ କହୁଛନ୍ତି ଶ୍ରୀକୃଷ୍ଣ କହୁଛନ୍ତି ଅଚ୍ୟୁତ ତାକୁ ଲେଖିଛନ୍ତି ପୁଣି କ'ଣ କୁହନ୍ତି
ଖାଲି ମିଛରେ ସଂସାର ଚଳିବ ସତ୍ୟର ନଥିବ ସତା ସତ୍ୟର ନଥିବ ସତା ବହୁତ କହିବେ ଖାଲି ମିଛରେ ସଂସାର ଚାଲୁଛି ତା ପାଖରେ ସତ୍ୟ ପାଟି ଖୋଲିଲେ ମିଛ କେହି ସତ୍ୟ କହିବାକୁ ଚାହୁଁନାହାନ୍ତି କାରଣ ସତ୍ୟର ଆଉ ସତ୍ୟ ନାହିଁ ସତ୍ୟ ବର୍ତ୍ତମାନ ହଜିଯାଇଛି ସେଇ ସତ୍ୟ ଯିଏ ସେ ଧର୍ମ ସେଇ ସତ୍ୟ ଧର୍ମକୁ ସ୍ଥାପନା କରିବା ପାଇଁ ପରଶୁରାମ ଆସୁଛନ୍ତି ଯେ ଭକ୍ତଙ୍କୁ ଚେତନାଟା ଦେଇକି ଭକ୍ତଙ୍କ ଦ୍ୱାରା ଧର୍ମ ସ୍ଥାପନା କରିବେ କହନ୍ତି ସେ ଅଳ୍ପ ଜାଣିଥିବେ କିନ୍ତୁ ବହୁତ କହୁଥିବେ ଟିକେ କ'ଣ ଜ୍ଞାନ ଜାଣିଗଲେ ସେ କହନ୍ତି ଆମେ ହେଲୁ ସର୍ବସର୍ବା ଆମେ ହେଲୁ ଜ୍ଞାନର ମାଲିକ କାହିଁକିନା ମହର୍ଷି ଲେଖିଛନ୍ତି ମାନେ ଶିଷ୍ୟ ହୋଇକରି ଜଣେ ଜଣ ଥିବେ ସତେ ଗୁରୁ ବୋଲାଇବେ ଯଦି ଟିକେ ଜ୍ଞାନ ଜାଣିଗଲେ ସେ କହିଲେ ଆମେ ଗୁରୁ ହେଇଗଲୁ ଗୁରୁ ତ ଜଣେ ନା ସଂସାରରେ ଗୁରୁ ହେଲେ ଜଣେ ଆଉ ସମସ୍ତେ କ'ଣ ଶିଷ୍ୟ ହେବାକୁ କେହି ଚାହୁଁନାହାନ୍ତି ସମସ୍ତେ କହୁଛନ୍ତି ଆମେ ଗୁରୁ ହେଇଗଲୁ ସର୍ବେ ଅନୁମତା ହେଇକି ତାଙ୍କ ସବୁ କହିବେ କି ମହାପୁରୁଷ କହୁଛନ୍ତି ପୁଣି କହୁଛି ବହୁ ଜ୍ଞାନୀ ହୋଇ ପିତା ମାତାରେ ଭକ୍ତି କେହି ରଖିବେ ଭକ୍ତି କେହି ରଖିବେ নিজ নারী পুত্র যতনে পারিল নিজ নারী পুত্র যতনে পারিল মত পিতাকু নিন্দে মাতা পিতাকু নিন্দে ও মাতা পিতাকু নিন্দে ଆଜିକାଲି ସମସ୍ତେ ଜ୍ଞାନୀ କିଏ ଅସୁବିଧା ଅଛି କହିଲେ ଦେଖିବା ଜନ୍ମ ହଉ ତାର ସେ ପାଟି ଫିଟି ନଥିବ ବାପା ମା ଶିଖିବେ ଏ ବି ସି ଡି ଏ ଫର ଆପଲ ବି ଫର ବଲ୍ ମାନେ ଇଂଲିଶ ଆମର ଯୋଉ ପିଲାବେଳର ଭାଷା ଆଉ ନାହିଁ ଯେ ଆମେ ଯେତେବେଳେ ଛୋଟ ପିଲା ଥିଲେ ମନେ ପକାନ୍ତୁ 50 ବର୍ଷ ତଳର କଥା ଆମ ବାପା ମା ପ୍ରଥମେ କ'ଣ ଆମକୁ ଶିଖଉଥିଲେ କ'ଣ ବ୍ରହ୍ମା ବିଷ୍ଣୁ ମହେଶ୍ୱର ସେ ପାଠ ହଜିଗଲା ବର୍ତ୍ତମାନ କ'ଣ ସମସ୍ତେ ଜ୍ଞାନୀ ହେଇଗଲେ ଜ୍ଞାନୀ ହେବେ ବାଟ କ'ଣ ବହୁ ଜ୍ଞାନୀ ହେଇକି କ'ଣ କଲେ ନା ମାତା ପିତାଙ୍କ ପାଖରେ ଭକ୍ତି କାହାର ରହିଲା ନାହିଁ ସମସ୍ତେ ବିଦେଶ ଯାଇକି ଚାକିରି କଲା କି ଧନ ରୋଜଗାର କଲା ନିଜ ନାରୀ ପୁତ୍ରଙ୍କୁ ଯତ୍ନରେ ପାଇବେ କିନ୍ତୁ ମାତା ପିତା ଦୁଃଖ ଭୋଗୁଥିବେ ଗାଁ ଗହଳି ରହିକି ପୁଅମାନେ ଟାଉନରେ ରହିକି ବା ବିଦେଶରେ ରହିକି ସେ ଆୟସ କରୁଥିବେ ମାତା ପିତା କଷ୍ଟ ଭୋଗୁଥିବେ ଏ କଥା ମହାପୁରୁଷ ଲେଖିଥିଲେ ଆଜି ତାର ସତ୍ୟରେ ପରିଣତ ହୋଇଛି ଦେଖନ୍ତୁ ବହୁତ ଜାଗାରେ ଗୋଟେ ଜାଗାରେ ବାପା ମା ଅଛନ୍ତି କିନ୍ତୁ ପୁଅ ପଚାରିଲେ ପୁଅ କହୁଛି ମୁଁ ଆମେରିକାରେ ଅଛି ତେଣୁକରି ବାପା ମାଆକୁ କେହି ପଚାରିବେନି ଯଦି ବାପା ମାଆକୁ କହିବେ ନେଇଯିବା ପାଖକୁ ନା ନା ସେ ବଢ଼ା ହେଲେ ତାଙ୍କୁ ପାଖକୁ ଆଣିବ କୋଉଠି ତାଙ୍କୁ ନିନ୍ଦା କରିବ ଏଇଭଳିଆ ପରିସ୍ଥିତି ଆଜି ସଂସାରର ପରିସ୍ଥିତି ଶେଷ ସମୟ ଆସି ପହଞ୍ଚିଛି ମହାପୁରୁଷ ଶେଷ ସମୟରେ ଏଇସବୁ ଘଟଣା ଦେଖିଲେ ଜାଣିବେ ଯେ କଳି ଶେଷ ସମୟ ଆସିଲା କଳି ବିଦାୟ ନେବ ସତ୍ୟ ପ୍ରତିଷ୍ଠା ହେବ ପୁଣି କ'ଣ କହୁଛି ଏହି ପରିବ সংসারে সংসারে মানে চারি পড়াইবে লড়াই পিঠ লড়াই পিঠ ও এই যে ଅନ୍ୟାୟ ଅନୀତି ଦ୍ୱାରା ତୁମର ଗାଁରେ ପ୍ରତ୍ୟେକ ଗାଁରେ ଗୋଟେ ଦେବୀ ଥିବ ନିଶ୍ଚିତ ଗୋଟେ ଗ୍ରାମ ଦେବତୀ ଥିବ
ये पूर्व निर्धारित समस्त ग्राम गोटे ग्राम देवती थी सी पूजा कर सी महापुरुष कहते से पीठ से देवी न से देवी पीठ छाड़ी पड़े कहीं अन्याय सी पीठ त्याग कर पड़ा शिवगढ़ पड़ा ना सी बर्तमान जिते देवा देवी जिते 64 योगी नवकोटी कातानी समस्त मनुष्य शरीर आस जन्म कहीं जन्म ना प्रभु को कैकेयी को लीला अंशग्रहण करने प्रभु द्वापर जगत मुझे जो कैकेयी धरिक आसवि समस्त मत वो लीला अंशग्रहण कर कहले जिते देवादेवी अच्छा जिते देवादेवी समस्त बर्तमान मानव रूप लीला कर कहीं क्या चिन्ह आमरी हित सी अच्छा किए देवी किए चंडी किए कातायनी किए कौन किए मैं समस्त ये अच्छा आम कहीं क्या चिन्ह सेपट कौन कहते पेट मने रखिता तुही ओ मने रखिता तुही संसार लोक संख्या बुद्धि घर के दिल पचिश घर के दिल पचिश पृथ्वीर केते बड़ दिव्य दृष्टि देखो महापुरुष पृथ्वी लोक संख्या केते आगे 750 कोटी बोली कहते सी कि जानले बर्तमान 750 कोटी लोक आपने सब मीडिया माध्यम देखुते न्यूज माध्यम बर्तमान विश्वर लोक संख्या 750 कोटी महापुरुष लिखी 750 कोटी जब पूर्ण हम से कलिकी आरंभ बर्तमान से जिते अर्जित कौन हम ता पेट पड़ो ना जिते जनसंपत्ति जिते रोजगार कर तेज अंटिब ना आप अनिल अंबानी को सी केते हजार कोटी मालिक केते लक्ष कोटी मालिक जदि आहरी 1000 कोटी देव से मना कर सेमती जहाँ पाखे लक्षे टका थी आउ 2 लक्ष देवे से मना कर कहन भाई 2 लक्ष टके गरीब मान बांटी दे से भाव क्या नथिब से कहते जिते अर्जित पेट पड़ो ना कहीं समस्त पाप कर्म लिप्त थे कई पुण्य करने इच्छा करेंगे ना से धर्म विलीन घटी ना से धर्म विलीन घटी भक्त मैंने दुख कष्ट पाँच प्रभु आसुद्धार करने भक्त मान संसार में लोक संख्या वृद्धि हम घरे तो 25-20% हे गोटे घरे जो 20% लोक हे जड़े रोजगार कर 5 जन बसी पाते अभाव हो निश्चित तेणुकर से कहते एमती संख्या पृथ्वी लोक संख्या 750 कोटी हम महापुरुष आगे लिखी 750 कोटी तत्व अच्छी तेणुकर 750 कोटी लोक हे कलिकी आरंभ संहार चलिए संहार आरंभ कौन 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 महापुरुष जुग लटीब क्रिया पालटीब प्राणी हे भण प्राणी हे भक्तिया संसारे बनिले भक्तिया संसारे मनोरूपे जीता मनोरूपे जीता ओ मनोरूपे जीता
তো যেତେବେଳେ 750 কোটি লোক সম্পূর্ণ କରିଦେବେ ସେତେବେଳେ ଯୁଗ ଉନ୍ନତି ହେବ। ଯୁଗ ଉନ୍ନତି ମାନେ କ'ଣ? ମାନେ କଳିଯୁଗଟା ଶେଷ ହେବ, ସତ୍ୟ ଯୁଗ ପ୍ରବେଶ କରିବ। ସେଇ କ୍ରିୟା ସେଇ କର୍ମଟି ମୁଁ କରିବି ଯୁଗକୁ ପରିବର୍ତ୍ତନ କରିବ। ଯେତେବେଳେ ମୁଁ ଅବତାର ହେଇକି ଆସିବି ଏ କଳିଯୁଗଟାକୁ ମୁଁ ବିଦାୟ ଦେଇକି ସତ୍ୟ ପ୍ରତିଷ୍ଠା କରିବା, ସତ୍ୟ ଯୁଗ ସ୍ଥାପନା କରିବା। ସେହିପରି ପ୍ରାଣୀ ସବୁ ବର୍ତ୍ତମାନ ରଣଭଣ ହେବେ ବା କେହି କାହାର ଭୟ ନ ରହିବେ। ଭକ୍ତିଆ ହୋଇ ସଂସାର ସମସ୍ତେ ଭାବ ଭକ୍ତିରେ ଅଛନ୍ତି, କିନ୍ତୁ ଭକ୍ତି କାହାକୁ କୁହନ୍ତି ଜଣାନଥିବ। ତେଣୁ ମନରୁ ଟାଣପଣ ତ ଛାଡ଼ୁନଥିବ, ତାକୁ ଭକ୍ତି କେମିତି କରିବେ? ଯାହା ମନରେ ଗର୍ବ ଅହଙ୍କାର ଭର୍ତ୍ତି ହେଇକି ଅଛି ସିଏ କିଏ ଭକ୍ତି ଜାଣିଛନ୍ତି? ସେଥିପାଇଁ କହୁଛନ୍ତି ଯେ ସଂସାରରେ ଭକ୍ତ ଭାବରେ ଗଣା ହେଇଥିବେ, ଭକ୍ତ ଶ୍ରେଣୀରେ ନାଁ ଲେଖେଇଥିବେ, ତା ମନରୁ ଟାଣପଣ ନଥିବ। ତେଣୁକରି ସବୁ ବାହ୍ୟ ଆତ୍ମା ହେଇକି ବୁଲିବେ, କିଛି ତତ୍ତ୍ୱ କିଛି ପାଇବେ ନାହିଁ। ଯେଉଁ ପର୍ଯ୍ୟନ୍ତ ମନରୁ ଗର୍ବ ଅହଙ୍କାର ତ୍ୟାଗ ନ କରିଛେ ସେ ପର୍ଯ୍ୟନ୍ତ କିଛି ଆମେ ପାଇବୁ। ବିଷ୍ଣୁ ଭକ୍ତ ହେବାକୁ ଚେଷ୍ଟା କରେ। ପୁଣି କ'ଣ କହୁଛି? ନାନା ଦେବଙ୍କର ମେଳାଉ ଯିବ କାମନାରେ କାମନାରେ নাম ব্রহ্মজ সাধুয়ে করিবে সম্পদের আপনারা দেখুন আজকাল বিভিন্ন প্রকার মেলা মানে পূজা যজ্ঞ ବହୁତ ପ୍ରକାର ଆୟୋଜନ କରାଯାଉଛି। ସବୁ ଆମ ମୋବାଇଲରେ ସବୁ ୟୁଟ୍ୟୁବ ମାଧ୍ୟମରେ ଦେଖୁଥିବେ, ସବୁ କିଏ ଯଜ୍ଞ କରୁଛି, କିଏ ପାଣିରେ ଯଜ୍ଞ କରୁଛି, କିଏ କୋଉଥିରେ ସବୁ କରିକି ମାନେ ମନର ଗର୍ବଟା ଦେଖାଉଛନ୍ତି। ମନ ମତ ଆମେ ଏମିତି ଜାଣିଛୁ, ଏମିତି କରୁଛୁ ଯେ ଆମେ ହେଲୁ ଅନନ୍ତ, କିଏ କହୁଛି ଅନନ୍ତ ଶୟନ ଗୋଟେ ମୂର୍ତ୍ତି କରିକି ତାପରେ ବସି ପଡୁଛି। ଏମିତି ବିଭିନ୍ନ ପ୍ରକାର ସବୁ ଦେଖୁଥିବେ ଆଜିକାଲି। ନା ଯିଏ ପ୍ରଭୁ ଆସିଛନ୍ତି ସେ 40 ବର୍ଷ ହେଲାଣି ଦିନେ କହିନାହାନ୍ତି ମୁଁ ଭଗବାନ ଆସିଲେ ଅବତାର ହେଇ। ଆଜି ପର୍ଯ୍ୟନ୍ତ ପାଟିରେ ଆମେ ଶୁଣିବୁ। ଆମେ ତ ଏବେ ଶରଣ ନେଇଛୁ, ଆମ ପୂର୍ବରୁ 40 ବର୍ଷ ହେଲା ଯେଉଁମାନେ ଯାଉଛନ୍ତି ସେ କହୁଛନ୍ତି ଏପର୍ଯ୍ୟନ୍ତ ହେଲାଣି କଳ୍କିରାମ ସେ ନିଜକୁ ଭଗବାନର ପରିଚୟ ଦେଇନାହାନ୍ତି। ତେଣୁକରି ଆଜିକାଲି ସମସ୍ତେ ମୁଁ ଅନନ୍ତ, ସିଏ କହୁଛି ମୁଁ ବଳଦେବ, କିଏ କହୁଛି ମୁଁ ଶ୍ରୀକୃଷ୍ଣ, ଏମିତି ସବୁ କହୁଛନ୍ତି ଏବଂ ବିଭିନ୍ନ ପ୍ରକାର ଯଜ୍ଞ ଯଜ୍ଞାଦି କରୁଛନ୍ତି, ନାମବ୍ରହ୍ମ ଯଜ୍ଞ କରୁଛନ୍ତି। ସମ୍ପଦଟା ତାଙ୍କର ମନ କେମିତି ପୁଣି ଧର୍ମର ପୁଣି ଆୟୋଜନ ହେବ, ମୋ ମଠର ଉନ୍ନତି ହେବ, ଇଏ ହେଲା ତାଙ୍କର ଲକ୍ଷ୍ୟ। ମହାପୁରୁଷ କହୁଛନ୍ତି କାହିଁକି? ମହାପୁରୁଷ ତାଙ୍କ ଶିବଙ୍କ ଉପରେ ଭଲ କଥା କହିଲେ, କୃଷ୍ଣ ସଙ୍ଗେ ପ୍ରୀତି କାହାର ନଥିବ, ନାମ ଗାଇବେ ଅନେକ, ମୋର ପଥ ଧନ ମୁକୁଳା ହୋଇବ, ଚନ୍ଦ୍ର ପାଖେ ଦୀପର ରାମରେ ମନ ପାଖେ ଦୀପର। ବୋଲେ କୃଷ୍ଣ ସଙ୍ଗେ ପ୍ରୀତି କାହାର ନଥିବ, ନାମ ଗାଉଥିବେ ବିଭିନ୍ନ ସ୍ୱର ମାଧ୍ୟମରେ ବିଭିନ୍ନ ପ୍ରକାର ନାମ ଗାଉଥିବେ, କିନ୍ତୁ କୃଷ୍ଣଙ୍କର ପ୍ରୀତି ଭକ୍ତି, ଭକ୍ତି ପରେ ପ୍ରୀତି, ଭାବରୁ ଭକ୍ତି, ଭକ୍ତିରୁ ପ୍ରୀତି। ସେ ଗୋଟେ ପ୍ରୀତି କାହାର ନଥିବ, ସମସ୍ତେ ଭାବ କରୁଥିବେ, ଭକ୍ତି କରୁଥିବେ, କିନ୍ତୁ ପ୍ରୀତି କେହି କରିପାରୁନଥିବେ। ସେ ପ୍ରୀତି କ'ଣ ଜାଣିବାକୁ ପଡ଼ିବ। ଯେତେବେଳେ କୃଷ୍ଣଙ୍କ ସାଙ୍ଗରେ ପ୍ରୀତି କଲ ତାହେଲେ ତମେ ମୁକ୍ତିର ମାର୍ଗ ତମକୁ ମିଳିବ। ସେମିତି ସମସ୍ତେ ନାମ ଗାଉଥିବେ କିନ୍ତୁ ପ୍ରୀତି ଜଣା ନଥିବ। କୃଷ୍ଣକୁ କେମିତି ପ୍ରୀତି କଲେ ଗୋପୀ ଗୋପାଳମାନେ ପ୍ରୀତି କରୁଥିଲେ, କେମିତି? ମୋର ଭଲ କଥା ମନେ ପଡୁଛି ଯେ ଗୋପୀମାନେ ଗୋଟେ ଦିନ ନିର୍ଦ୍ଦିଷ୍ଟ କଲେ ଯେ ଆମେ ଆଉ କୃଷ୍ଣ ନାମ ତୁଣ୍ଡରେ ଧରିବା ନାହିଁ। ସେ ଗୋପୀ ଅଛନ୍ତି ଗୋପପୁରରେ, କହିଲେ କୃଷ୍ଣଙ୍କର ନାମ ଆମେ ତୁଣ୍ଡରେ ଧରିବା ନାହିଁ। ସମସ୍ତେ ରାଜି ହେଇଗଲେ। ତେଣୁ ଯେତେବେଳେ ଗୋପୀମାନେ ଗାଧେଇ ଯାଉଛନ୍ତି ତାଙ୍କ ଡାହାଣ ପାଦର ପାଉଚ କରୁଛି କୃ, ବାଁ ପାଦର ପାଉଚ କରୁଛି ସ୍ନ। ସେ ଶୁଣିଲା, ସେଠୁ ଯିଏ ମାନେ ଶିଳରେ ବାଟୁଛି ସିଏ ଯେତେବେଳେ ଶିଳ ଆଗକୁ ନେଉଛି କହୁଛି କୃ, ଯେତେବେଳେ ପଛକୁ ଆଣି କହୁଛି ସ୍ନ। ମାନେ ସିଏ କହୁନାହାନ୍ତି କିନ୍ତୁ ତାଙ୍କ ହାତ କହୁଛି କୃଷ୍ଣ, ଗୋଡ଼ କହୁଛି କୃଷ୍ଣ। କିଏ ଏମିତି ସବୁ ତାଙ୍କ ସବୁ ଏମିତି ଚାଲିଲା, ତାଙ୍କ ଭିତରେ କଥାବାର୍ତ୍ତା ହେଲେ କ'ଣ ଆମେ ତ ପାଟିରେ କୃଷ୍ଣ ନାମ ଧରୁନେ, ଆମ ଗୋଡ଼ କ'ଣ କୃଷ୍ଣ କହୁଛି, ସେ ହାତ କ'ଣ କୃଷ୍ଣ କହୁଛି, ଇଏ କ'ଣ?
ମାନେ ସେ ତାଙ୍କର ସେତିକି ପ୍ରୀତି କୃଷ୍ଣଙ୍କ ପ୍ରତି ଥିଲା, ସେତିକି ଭାବ ଥିଲା, ଯେ ଭକ୍ତି ଥିଲା, କୃଷ୍ଣ ବିନା ସେମାନେ ବଞ୍ଚି ପାରୁନଥିଲେ। ସେପରି ଏଇଭଳିଆ ପ୍ରୀତି ଯଦି କରିପାରିବ ତାହେଲେ ଭକ୍ତରେ ନାଁ ଲେଖିପାରିବ। ଆଉ ଯଦି ପ୍ରୀତି ନ କରି ଖାଲି ଭାବ ଭକ୍ତି କରୁଥିବ, ଭାବ ଭକ୍ତି ବିନା ଯେ କହିବ ସଂସାରରେ କିଛି ନାହିଁ କହିବ। ତେଣୁକରି ମୋର କୋଠଧନ ମୁକୁଳା ଆଇବ, ସବୁ ପରିକ୍ରମ ଆସିକି ତାଙ୍କର ଯୋଉ କୋଠଧନଟି ମୁକୁଳା କଷେଇଲେଣି, କିନ୍ତୁ ଅନ୍ଧ ପାଖରେ ଦୀପ ରଖିଲା ସଦସ୍ୟ କେହି ବୁଝିପାରୁନାହାନ୍ତି, କିଛି ଧରି ପାରୁନାହାନ୍ତି। କଣ ସେ ଏକାକାର ତତ୍ତ୍ୱ, କଣ ଇଏ ନିର୍ମାଲ୍ୟ ଭଜାଇ ଲୀଳା କରୁଥିବେ ଭକ୍ତ ଘରେ ଭଗବାନ, କଣ ସେ ନିର୍ମାଲ୍ୟ ଦଉଛନ୍ତି ଆମେ ବୁଝିପାରୁନୁ। ସେଥିପାଇଁ କହିଲେ ଅନ୍ଧ ପାଖେ ଦୀପ ରଖିଲା ସଦୃଶ୍ୟ ହବ। ତେଣୁ କହନ୍ତି ମୁଖରେ ଭଜନ ହୋଇବ ନିୟତ ଅସ୍ଥିଗତ ପ୍ରାଣ ଭକ୍ତଙ୍କ ମାୟା ବିଷ୍ଣୁ ଠାରୁ ବଳି କଳିୟବାକେ ପାରିବ। ଯଦି ମୁଖରେ ଭଜନ ସମସ୍ତେ କରିବେ, ମାନେ ମୁଖରେ ଭଜନ ହୋଇବ ନିୟତ, ମାନେ ହବ ଅନବରତ ଭାବରେ ମୁଖରେ ସବୁ ଭଜନ କରିବ। ମୁଖରେ ଭଜନ କଲେ କଣ ମୁକ୍ତି ପାଇଯିବା ନା, ମହାପୁରୁଷ କହୁଛନ୍ତି ଅସ୍ଥିଗତ ପ୍ରାଣ ସଦୃଶ୍ୟ ହବ। ଯେମିତି ସତ୍ୟ ଯୁଗରେ ଅସ୍ଥି ଭିତରେ ଥିଲା ପ୍ରାଣ, ଲୋକ ହଜାର ହଜାର ବର୍ଷ ତପସ୍ୟା କରିକି ସେ ବ୍ରହ୍ମକୁ ପାଉନଥିଲେ କି ଭଗବାନଙ୍କୁ ପାଉନଥିଲେ। ତଳେ ନିଆଁ ଯାଇଦେବେ, ଆରେ ଟାଙ୍ଗି ହେଇକି ଯୋଉ ଗଛରେ ଟାଙ୍ଗି ହେଇକି ନିଆଁ ଯାଉଥିବ, ସେ ମାନେ ତପସ୍ୟା କରୁଥିବ, ଜୀବନ ଯିବ ନାହିଁ। ସେମିତି ହଜାର ବର୍ଷ ପର୍ଯ୍ୟନ୍ତ ଜଳୁଥିବେ କିନ୍ତୁ ଜୀବନ ଯିବ ନାହିଁ। ତେଣୁକରି କଣ ହବ ନା, କଳି ଯୁଗରେ ଯଦି ଆମେ ମୁଖରେ ଭଜନ କରିବା ଅସ୍ଥିଗତ ପ୍ରାଣ ସଦୃଶ୍ୟ ହବ, କେବେ ବି ମୁକ୍ତି ପାଇପାରିବନି। ଏମିତି ଗଳି ଗଳି ଚାଲିଥିବ କିନ୍ତୁ ଆତ୍ମାକୁ କେବେ ମୁକ୍ତି ଦେଇପାରିବ ନାହିଁ। ସେଠି ଗଲେ ଭକ୍ତଙ୍କ ମାୟା ବିଷ୍ଣୁ ଠାରୁ ବଳି, ଯିଏ ପ୍ରକୃତ ଭକ୍ତ ତାଙ୍କ ମାୟା ଏଭଳି ବିଷ୍ଣୁଙ୍କ ମାୟା ଠାରୁ ମଧ୍ୟ ବଳି। କାହିଁକିନା ପ୍ରଭୁ କହୁଛନ୍ତି ମୁଁ ବଡ଼ ନୁହେଁ, ମୋ ଭକ୍ତ ହେଲା ବଡ଼। ସେଥିପାଇଁ କହିଲେ ଯିଏ ପ୍ରକୃତ ବିଷ୍ଣୁ ଭକ୍ତ ତା ମାୟା କେହି ବୁଝିପାରିବେ ନାହିଁ, ତାକୁ କେହି ଚିହ୍ନି ପାରିବେ ନାହିଁ। ସେଥିପାଇଁ କହିଲେ କଣ, ମୋହ ଜନ୍ମ ଠାରୁ ଅବନାରେ ହେଲା ନଦିଆରେ ଅବତାର, ତିନି ଗୋଟି ନାମ ଚୈତନ୍ୟ ବାଟିଲେ ଭୂତ କଲେ ଆଉ ତେର, ରାମରେ ଭୂତ କଲେ ଆଉ ତେର। ସେଇ ପ୍ରଭୁ କହୁଛନ୍ତି ମୁଁ ଯେତେବେଳେ ଜନ୍ମ ହବାକୁ ଆସିଲି, ମୋର ପ୍ରଥମ ଆର୍ଯ୍ୟ କଳି ଯେତେବେଳେ ଜନ୍ମ ହେଲି, ଚୈତନ୍ୟ ନାମରେ ନଦିଆ ନବଦ୍ୱୀପରେ ଜନ୍ମ ହେଇଥିଲି। ସେତେବେଳେ ମାୟାରେ ମୁଁ ସଂସାରକୁ ଧର୍ମର ମାନେ ଟିକେ ବାଲାନ୍ସ କରିବା ପାଇଁ ତିନି ଗୋଟି ନାମ ବାଣ୍ଟି ପ୍ରକାଶ କରିଥିଲି। ସେ ତିନି ଗୋଟି ନାମ କଣ ଆମେ ଜାଣିଛୁ, ହରେ ରାମକୃଷ୍ଣ ଯୋଉ ମହାମନ୍ତ୍ରୀ ଦେଇଥିଲେ ଚୈତନ୍ୟ ମହାପ୍ରଭୁ, ହରେ 8 କୃଷ୍ଣ 4 ରାମ 4, এই 4 4 8 এবং হরে 8 মিশিকি 16 নাম 32 অক্ষর কলিযুগরে প্রথম কলিরে সে ଦେଇଥିଲେ। সেটা আজ পর্যন্ত চালিছে, সে নাম মুখরে চালিছে। কিন্তু প্রভু কইଥିଲେ ମୁଁ ଯେତେବେଳେ ଆସିବି ମୁଁ ପ୍ରକୃତ ନାମଟାକୁ ମୁଁ ମାତିବି, ମୋର ଯୋଉ 16 ନାମ ପ୍ରଭୁଙ୍କର 16 ନାମ 32 ଅକ୍ଷର 32 ମାତିବି। ସେ ଆଜ୍ଞା ଦେଲେ ଅନାଦି ଗୋସାଇ ସାମବିଜ ଭଜିବାକୁ, 13 ନାମ ରଖିଲି ଦେବୀ ଗୁପ୍ତ ଭକ୍ତଙ୍କୁ ରାମ, ଦେବୀ ଗୁପ୍ତ ଭକ୍ତଙ୍କୁ। କିଏ କହୁଛି ମୁଁ ସେତେବେଳେ କଣ ମତେ ଅନାଦିଙ୍କର ଆଜ୍ଞା ଥିଲା, ତୁମକୁ ମୁଁ 3ଟି ନାମର ତତ୍ତ୍ୱ ଦଉଛି, 3ଟି ନାମ ପ୍ରଚାର କରିବ। ଆଉ ଯୋଉ 16 ନାମ 13 ନାମ ରହିଲା ତାକୁ ତା କଳି ଶେଷରେ ମୁଁ ଅବତାର ହେଇକି ଆସିଲି, ସେ 13 ନାମ ଏବଂ 3 ନାମ 16 ନାମ ଗୁପ୍ତ ଭକ୍ତମାନଙ୍କୁ ଦେବି। ଯିଏ 4 ଯୁଗର ଭ୍ରମୁଛନ୍ତି ପ୍ରଭୁଙ୍କ ସାଙ୍ଗେ, ସେମାନେ ନାମର ତତ୍ତ୍ୱ ଜାଣିବେ, ବାହାରେ କେହି ବୁଝିପାରିବେନି ନାମ କଣ, ଇଏ କଣ ଅଲଗା ନାମ ଗୋଟେ ଜପୁଛନ୍ତି, ଏମିତି ବିଭିନ୍ନ ଧାରଣା ଦିଅ ତାଙ୍କୁ। ତେଣୁକରି ସେ 16 ନାମ ଆମେ ବେଳା ଶେଷରେ ସେ ନାମଟି ଧରିବା। ମହାପୁରୁଷ କରୁଛନ୍ତି ସେଇ ଯୋଉ 16 ନାମ ତତ୍ତ୍ୱଟି ଯେ ଦେବେ, ସେ ଗଣତନ୍ତ୍ର ମାଧ୍ୟମରେ ସେ ନାମର ତତ୍ତ୍ୱ ବା ଏକାକ୍ଷର ତତ୍ତ୍ୱ, ସେଇ ନାମର ତତ୍ତ୍ୱ ସଂସାରକୁ ଦେଉଛନ୍ତି। ସେ ନାମ ତତ୍ତ୍ୱ ଯିଏ ଜାଣିଲା ସେ ମୁକ୍ତି ପାଇବ, ଯିଏ ନ ଜାଣିଲା ସେ ପୁଣି ଧର୍ମମରଣ ଚକ୍ରରେ ପଡ଼ିବ। সেতে গলে অনন্ত কেশরে আপে দইতারি
ସେହି ପ୍ରଭୁ ଜଗନ୍ନାଥ ସେହି ପ୍ରଭୁ ଜଗନ୍ନାଥ ଗୁରୁ ବାହାରି ଅବତାରି ହରି ଭଗତଙ୍କୁ ଦେବେ ସତ ଭଗତଙ୍କୁ ଦେବେ ସତ ସେଇ ଯୋଉ କଳ୍କି ଅବତାର ଯେ ସେଇ ଜଗନ୍ନାଥ ସେଇ ଅନନ୍ତ କେଶରୀ ସେଇ ଜଗନ୍ନାଥ ମନ୍ଦିରରେ ଆଉ ନାହାନ୍ତି। ଯୋଉ ଶ୍ରୀକ୍ଷେତ୍ର ଆମ ଯୋଉ ପୁରୀରେ ଜଗନ୍ନାଥ ମନ୍ଦିରରେ ସେ ବ୍ରହ୍ମ ଆଉ ନାହାନ୍ତି। ସେ ବର୍ତ୍ତମାନ କଳ୍କି ଅବତାର ହୋଇ ମାନବ ଶରୀରରେ ଆସିକି ଲୀଳାଖେଳା କରୁଛନ୍ତି। ଏ ଗ୍ରହଣ ଦଳ ଭକ୍ତଙ୍କୁ ଧରି ତାଙ୍କର ଏକାକ୍ଷର ତତ୍ତ୍ୱ ନାମ ତତ୍ତ୍ୱଟି ସଂସାରକୁ ବାଣ୍ଟୁଛନ୍ତି। ମହାପୁରୁଷ ସେ କଥା କହୁଛନ୍ତି। ଏ କଥା ଆମେ ଯଦି ନ ଜାଣିବା ସେ କିଏ ସେ କେଉଁଠି ଅଛନ୍ତି ତାଙ୍କୁ ଆମେ ସନ୍ଧାନ ନ କରିବା ତାହେଲେ ଆମେ ଭ୍ରମିଯିବା। ସେ ମହାପୁରୁଷ ସେ କଥା स्वयं स्वयं कलिजुग सार है कि ब्रह्म एकाक्षर से जो ब्रह्म जी सी गोटे अक्षर ब्रह्म जी स्वरूप निर्गुण सी जो लोकबंध हमें प्रकाशित हमें से गोटे अक्षर प्रकाश पान से अक्षरटी है एकाक्षर से एकाक्षर मेला आम करुचे सी है भक्त गतिधन आउ कहीं किसी बुझीपारे से कौन एकाक्षर मुझे आसला बेले मोर जन भाई पचारे एकाक्षर कौन एकाक्षर मेला कहीं कर तीन चौड़ा कर बोल तो भाई जन पचारे मुझे बुझेदेली एकाक्षर है मूल एकाक्षर है मूल आउ जिते सब कहीं बाहर एकाक्षर समस्त गाड़ी सी एकाक्षर है मूल आद्य सृष्टिर आद्य अक्षर आद्य शब्द आउ जिते धर्म जिते सब बाहर दिहु बाहर तेणुक एकाक्षर मुझे धरी तार भय भरती ना बोले स्वर्ग पर सार कल्की अवतार जिते अवतार आम संसार आम 10 अवतार कथा जाने 24 अवतार कथा अच्छे 24 अवतार भर जिते अवतार सब श्रेष्ठ है कल्की अवतार क्या सी स्वयं जगन्नाथ जी 16 कलाधारी सी अवतार कृष्ण अवतार गोटे कला आसते राम अवतार गोटे कला आसते जिते अवतार गोटे कला नहीं आसती कि ये जो कल्की अवतार आसते 16 कला धारण करके आसते सब श्रेष्ठ बोली कौटे अच्छा ग्रहण दल श्री जगन्नाथ जी कौटी अवतार कौटी लीला कर गहन दल लीला कर गहन दल लीला कर एकाक्षर तत्व दे ये भक्त मान संसार को एकाक्षर तत्वटी देखी से लीला कर 16 मंडल भक्त को से धरी से भक्त को प्रस्तुत कथा से 16 मंडल भक्त को पद्म भक्त को उद्धार करने जी गहन दल माध्यम अच्छा निश्चित उद्धार पाइबे एकाक्षर तत्वटी जाने निश्चित उद्धार पाइबे से एकाक्षर मार्ग केमी गति करवा गहन दल के सामिल होगा
ଯାହାଦ୍ୱାରା କି ଆମେ କଳିଯୁଗରୁ ଉଦ୍ଧାର ପାଇବା ସେଇ କଥା এই গণআন্দোলন মাধ্যমে বা নিরাঞ্চল মন্ডল ଛୋଟିଆ ମଣ୍ଡଳ ମାଧ୍ୟମରେ ଏକାକ୍ଷର ବିଷୟ କିଛି ଆଲୋଚନା କରାଗଲା ଏବଂ ଆପଣମାନେ ସମସ୍ତେ କେମିତି ଚାହିଁବେ ଯେ ଆମେ ସେ ଏକାକ୍ଷର ତତ୍ତ୍ୱ କିଛି ପାଇବା ଏବଂ ଏ ଜୀବକୁ ବା ଏ ଆତ୍ମାକୁ ଉଦ୍ଧାର କରିବା ସେଇ ମହାପୁରୁଷ କଳିକିରାମଙ୍କ ବିଦ୍ୟାର୍ଥୀ